ଶ୍ରୀମଦ୍ଭାଗବତ ତୃତୀୟ ସ୍କନ୍ଦ ଅଷ୍ଟମ ଅଧ୍ୟାୟ। ଓଁ ନମୋ ଭଗବତେ ବାସୁଦେବାୟ। ଓଁ ଗଂ ଗଣପତୟେ ନମଃ। ବିଦୁର ପ୍ରଶ୍ନ ଶୁଣି କର୍ଣ୍ଣେ ଆନନ୍ଦେ ମୈତ୍ରେୟ ମନେ ବିଷ୍ଣୁ ଚରଣେ ଚିତ୍ତ ଧ୍ୟାୟୀ କହନ୍ତି ବିଦୁରଙ୍କୁ ଚାହିଁ। ମୈତ୍ରେୟ ଉବାଚ ଶୁଣ ବିଦୁର ଶୁଦ୍ଧ ଚେତା ସମ୍ପୂର୍ଣ୍ଣ ପ୍ରସନ୍ନ ଯେ କଥା ଯାହାର ଜନ୍ମ ପୂର୍ବ ଅଂଶେ ଯେମନ୍ତେ ଆତ୍ମା ଯେ ପ୍ରକାଶେ ଯାର ମହିମା ଶୁଣି କର୍ଣ୍ଣେ ସେବା କରନ୍ତି ଭକ୍ତ ଜନେ ଲୋକପାଲକ ଦୟାନିଧି ସର୍ବସମ୍ପଦ ଗୁଣ ସିଦ୍ଧି ଭକ୍ତ ଜନଙ୍କ ଶିରୋମଣି ଯାର ମହିମା ଜନେ ଶୁଣି ଇହ ସଂସାରେ କୃଷ୍ଣ ଲୀଳା ବିଶ୍ୱ ମଙ୍ଗଳ କୀର୍ତ୍ତିମାଳା ନିରତେ ସନ୍ଥ ମୁଖୁ ଶୁଣି ତୋତେ ନ ଭଜେ ଚିତ୍ତେ ପୁଣି ତାର ମହିମା ତୋ ସମୀପେ କହିବି ଭକ୍ତ ଜନ ମୁଖେ ସୁଖ ସମୁଦ୍ରେ ଭାସି ଯାଏ ନିରତେ ଯାର ମନ ଧ୍ୟାଏ ତାହାଙ୍କ ନିସ୍ତାରଣ ଅର୍ଥେ ଶୁଣ କହିବା ତୋ ଅଗ୍ରତେ ଯେ ଭାଗବତ ରସ ସାର ଋଷିଙ୍କୁ ଦେଲେ ଚକ୍ରଧର ଶୁଣ ବିଦୁର ସାବଧାନେ ବ୍ରହ୍ମାର ପୁତ୍ର ଏକ ଦିନେ ସନକ ଆଦି ଚତୁର୍ଭ୍ରାତେ ମିଳିଲେ ଅନନ୍ତ ଅଗ୍ରତେ ରତ୍ନ ଆସନେ ଭୂମି ଗତେ ବସେ ଅନନ୍ତ ଶୁଦ୍ଧ ଚିତ୍ତେ ଆଦି ଅନନ୍ତ ରୂପ ସାର ବୈକୁଣ୍ଠ ମହିମା ଯାହାର ତାଙ୍କ ସମୀପେ ଚତୁର୍ଭ୍ରାତେ ମିଳିଲେ ଜ୍ଞାନ ପ୍ରଶ୍ନ ଅର୍ଥେ ପରମ ତତ୍ତ୍ୱ କରି ଦୀକ୍ଷା ଏକୁ ଅନେକ କଲେ ପୁଚ୍ଛା ସ୍ୱଭାବେ ସ୍ଥିତି ଯା ଶରୀର ଦେବ ମାନବେ ଅଗୋଚର ସର୍ବେ କହନ୍ତି ବହୁ ଜ୍ଞାନ ଶ୍ରୀ ବାସୁଦେବ ଯାର ନାମ ବିବୁଧ ଜନଙ୍କ ଆନନ୍ଦ ସୁଖେ ନିଶ୍ଚଳ ଯାର ପଦ ନିର୍ମଳ ଭାଗବତ ନିରେ ଧୌତ କରନ୍ତି ଯାର ଶିରେ ସେବନ୍ତି ସୁନ୍ଦର କାମିନୀ ବିବିଧ ଉପହାର ଘେନି ସେବନ୍ତି ଯାର ପାଦ ନୀତି ଉତ୍ତମ ଭାବ ପ୍ରାପ୍ତି ଅର୍ଥେ ସୁସ୍ୱରେ ଗୀତ ନାଦ ଧ୍ୱନି ସ୍ୱଭାବେ ଅନୁରାଗ ଘେନି ଶରଣ ପଶେ ଦୃଢ଼ ଚିତ୍ତେ ସେବା କରନ୍ତି ପାଦ ଗତେ ଜାଣନ୍ତି ଲୀଳା ତତ୍ତ୍ୱ ଜ୍ଞାନେ ନିଶ୍ଚଳ ମନେ ଚିନ୍ତି ଧ୍ୟାନେ ସେ ଦେବ ସହସ୍ର ଶିରସ କିରୀଟ ମଣିମୟ ତ୍ରାସ ଫଣି ସହସ୍ର ଶୋଭା କରେ ଆଦିତ୍ୟ ଯେସନେ ଅମ୍ବରେ ତାର ଚରଣ ନିଜ ଶିରେ ଶଙ୍କର ଧରି ନିଜ କରେ ପୁଛିଲେ ତତ୍ପସାର ନାମ ତା ଶୁଣି ନିସ୍ତରିବେ ଜନ ନିବୃତ ମାର୍ଗେ ଦେଇ ଚିତ ଆନନ୍ଦେ କହିଲେ ଯେମନ୍ତ ସନକ ଚିତେ ଅନୁରାଗେ କହିଲେ ତାହା ଅନୁମାର୍ଗେ ସେ ସାଂଖ୍ୟ ଅନୁଯୋଗ ଧ୍ୟାଏ ପରମ ହଂସ ଦୀକ୍ଷା ବହେ ସେ ପୁଣି ଦୟା ଶୁଦ୍ଧ ଚିତ୍ତେ ସଂସାର ନିସ୍ତାରଣ ଅର୍ଥେ କୃଷ୍ଣ ମହିମା ପରିମାଣି ନିର୍ମଳ ଭାଗବତ ବାଣୀ ବିଷ୍ଣୁର ଗତି ଅନୁରାଗେ କହିଲେ ମୋର ଗୁରୁ ଆଗେ ସେ ପରାଶର ମହାମୁନି ଆନନ୍ଦେ ହରି ଭାବ ଘେନି କହିଲେ ବୃହସ୍ପତି ଆଗେ
ଦେବ ସମୂହ ପ୍ରୀତି ଭାବେ। ସେ ବୃହସ୍ପତି ଜ୍ଞାନବାଣୀ ପୁଲସ୍ୟ ମୁନି ଆଗେ ଭଣୀ। ବ୍ରହ୍ମାକୁ ପିତ ବାଣୀ ଏବେ ଶୁଣ କହିବା ତୋତେ ଭାବେ। ତୁ ଶୁଦ୍ଧ ଚିତ୍ତେ ବସ ଶୁଣ ଏ ଆଦି ପରମ କାରଣ। ସେ ବିଶ୍ୱ ସୃଷ୍ଟି ପୂର୍ବେ ଥିଲା ପ୍ରଳୟ ଜଲେ ନାଶ ଗଲା। ତାର ସମ୍ମୁଖେ ଭଗବାନ ନିଦ୍ରାରେ ମୁଦ୍ରିତ ନୟନ। ପ୍ରଳୟ ଜଲଧିର ମଧ୍ୟେ ଅନନ୍ତ ଶୟନ ଆନନ୍ଦେ। ଶୋଇଲେ ଏକ ରୂପ ହୋଇ ସଙ୍ଗେ ସଙ୍ଗତ କେହି ନାହିଁ। ନିଶ୍ଚେଷ୍ଟ ଆତ୍ମା ସୁଖେ ରତ ବୁଝେନି ବେଶୀ ପଞ୍ଚଭୂତ। ଆତ୍ମା ପ୍ରାପତ ସୂକ୍ଷ୍ମ ଅର୍ଥେ କାଲାତ୍ମା ମୁକ୍ତିର ଆୟତ୍ତେ। ସେ କାୟା ପଦ୍ମ ଜলে ପଶି ଯେନେ କନ୍ଦରେ ଅଗ୍ନିରାଶି। ବିଶ୍ୱ ରଜନୀ ପ୍ରକାଶିଲା ପରମ ଆତ୍ମାରେ ମିଳିଲା। ଜଲେ ଶୟନ ଭଗବାନ ସେ ଆତ୍ମା ଶକ୍ତିର ଅଧୀନ। ତାର ଆୟତ କାଳ ବୋଲେ ଯେ କର୍ମ ଶକ୍ତିର ନିଶ୍ଚଳେ। ସେ ପୁଣି କର୍ମେ ତତ୍ପ ହୋଇ ସର୍ବଜୀବଙ୍କ ଦେହ ଚାହିଁ। ତାହାଙ୍କ ଅବତାର ଅର୍ଥେ ସୂକ୍ଷ୍ମ ଇନ୍ଦ୍ରିୟ ଦୃଢ଼ ଚିତ୍ତେ। ଉନ୍ନିଦ୍ର ସୃଷ୍ଟିର କାରଣେ ସମେ ପ୍ରବେଶ ରଜଗୁଣେ। ସେ କାଳ ବଲର ବିଶ୍ୱାସେ ମିଳିଲେ ବିଷ୍ଣୁ ନାଭି ଦେଶେ। ସେ ମଧ୍ୟ ନାଭି ପଦ୍ମକୋଶ ତକ୍ଷଣେ ହୋଇଲା ପ୍ରକାଶ। କର୍ମେ ବାଧିଲେ କୋଲା କାଲ ବଲେ ରୂପେ ବିରାଜେ କୁତୁହଲେ। ଉଦୟ ରବି ତେଜ ଜିଣି ଜଲେ ପ୍ରକାଶ ଆତ୍ମା ଘେନି। ଲୋକ ପ୍ରଦ୍ମୁନ୍ୟ ନାରାୟଣ ସ୍ୱୟଂ ପ୍ରବେଶ ରଜଗୁଣ। ସେ କାଳ ଗୁଣେ ସେ ପ୍ରବେଶ ସହସ୍ର ରବି ଜିଣି ତ୍ରାସ। ସେ ପଦ୍ମ କର୍ଣ୍ଣିକାର ମଧ୍ୟେ ବେଦ ପ୍ରକାଶେ ପଦେ ପଦେ। ବିଧାତା ନାମ ସେ ବୋলাই ତାର ଶରୀର କର୍ମମୟୀ। ସ୍ୱୟମ୍ଭୁ ନାମ ତା ସ୍ୱଭାବେ ଉଦୟ ନିଜ କର୍ମ ଭାବେ। ସେ ପଦ୍ମ ମଧ୍ୟେ ବ୍ରହ୍ମା ରହେ ବସି ସକଲ ଦିଗ ଚାହେଁ। ନ ଦେଖି ଜୀବଙ୍କ ଉଦ୍ଦେଶ୍ୟେ ତକ୍ଷଣେ ଚାହିଁଲା ଆକାଶେ। ହୋଇଲା ତାର ଚାରି ମୁଖ କେବେ ହେଁ ନ ଲଭଇ ସୁଖ। ପୁଣି ଦେଖଇ ତେଜ ରାଶି ଉତ୍କଣ୍ଠା ଉଲ୍ଲୋଳ ପ୍ରକାଶୀ। ଆତ୍ମା ନ ଜାଣେ ତାହା ଚାହିଁ ଏମନ୍ତ ପଦ୍ମ ମଧ୍ୟେ ରହି। କାହୁଁ ଅଇଲି କେଉଁ ଦେଶେ ନ ଜାଣେ ଆତ୍ମାର ବିଶ୍ୱାସେ। ଏ ପଦ୍ମ କାହୁଁ ଉପୁଜିଲା କିବା ଏ ଜଳ ମଧ୍ୟେ ଥିଲା। ଅନ୍ନ ନଥିଲେ ଜଳ କାହିଁ ଏମନ୍ତ ମନେ ବିଚାରଇ। କିବା ଏ ପଦ୍ମ ମୂଳେ ଅଛି ଏମନ୍ତ ମନେ ତାର ବାଛି। ପୁଣି ଚାହିଁଲା ଆତ୍ମା ଦୁଃଖେ ନିଜ ଆସନ ଅଧୋମୁଖେ। ତଳେ ଦେଖିଲା ପଦ୍ମନାଳ ତା ମଧ୍ୟେ ଅନ୍ଧକାର ବିଳ। ବିଚାରେ ଏହି ମାର୍ଗେ ଯିବି କାହୁଁ ଅଇଲି ତା ଦେଖିବି। ଏମନ୍ତେ ବିଚାରି ସଂଶୟେ ବିଲେ ବସିଲା ମହାଭୟେ। ସେ ନାଳ ମାର୍ଗେ ନାଭି ପଥେ ପଶିଲା ବିଷ୍ଣୁ ଗର୍ଭଗତେ। ଅନେକ କାଳ ଗର୍ଭେ ଭ୍ରମି ଫୁଟି ହୋଇଲା ପଥଶ୍ରମୀ। ସେ କାଳ ଜନ୍ତୁଙ୍କର ପ୍ରାଣ
ବୋଲେ ହରଇ ଅନୁକ୍ଷଣ। ସେ କାଲ ବଲର କର୍ଷଣେ ବାହାର ହୋଇ ତତ୍କ୍ଷଣେ। ମନେ କଳ୍ପି ସେ ନ ପାରିଲେ ନିଜ ଆସନେ ବିଜେ କଲେ। ସ୍ଥିର ନିଶ୍ୱାସ ଦୃଢ଼େ ଧରି ମନ ପବନ ହୃଦେ ଭରି। ନିବୃତ ଚିତ୍ତେ ପ୍ରଜାପତି ଯୋଗ ଅଭ୍ୟାସ କଲା ମତି। ସେ ପୁଣି ଅତି କାଲ ବଲେ ବିଶ୍ୱ ସଂଯୋଗ ବୋଧ କାଲେ। ତାର ହୃଦୟ ବିଷ୍ଣୁ ଭାବେ ପ୍ରକାଶେ ସୃଷ୍ଟି ଅର୍ଥ ଲାଭେ। ପୂର୍ବେ ଯେ ମନ୍ତେ ମହାଜଳେ ଦେଖିଛି ନୟନେ ନିଶ୍ଚଳେ। ମୃଣାଳ ଦେହ ଗୌରୀ ଗୌର କାନ୍ତି ଅନନ୍ତ ଶୟନ ଶ୍ରୀପତି। ଏକା ଅଛନ୍ତି ନାହିଁ କେହି ଦେଖି ନିଶ୍ଚଳେ ନେତ୍ରେ ରହି। ଫଣା ସହସ୍ର ଊର୍ଦ୍ଧ୍ୱେ ଜ୍ୟୋତି ରତ୍ନ ମୁକୁଟ ଝଟକନ୍ତି। ଯୁଗାନ୍ତ ଜଲ ଅନ୍ଧକାର ଯେ ରତ୍ନ ଜ୍ୟୋତି କଲା ଦୂର। ମହାପୁରୁଷ ବୃକ୍ଷ ରୂପେ ସ୍ୱୟଂ ପ୍ରକାଶ ମହାକଳ୍ପେ। ପ୍ରକାଶେ ଆତ୍ମାର ବିଚାର ତ୍ରୈଲୋକ୍ୟ ପ୍ରକାଶ ଶରୀର। ଦିବ୍ୟ ବିଚିତ୍ର ଆଭରଣେ ପ୍ରକାଶ ବସ୍ତ୍ର ଆଚ୍ଛାଦନେ। ସର୍ବ ସୁନ୍ଦରଙ୍କ ସମୂହ ଜଣେ ପ୍ରକାଶେ ବିଶ୍ୱଦେହ। ମିଲି ସକଲ ମହାଜନେ ମଙ୍ଗଳ ଗୀତ ନାଦ ସ୍ୱନେ। ସେ ନାମ ଯେ କରନ୍ତି ଧ୍ୟାୟେ ତାହାଙ୍କୁ କାମଧେନୁ ପ୍ରାୟେ। ଦୟା ସାଗର ଭଗବାନ ବ୍ରହ୍ମାଙ୍କୁ ଦେଲେ ଦର୍ଶନ। ଅଙ୍ଗୁଳି ଅଗ୍ରେ ନଖ ପନ୍ତି ଶଶାଙ୍କ ପ୍ରାୟେ ବିରାଜନ୍ତି। ସ୍ଫୁରିତ ଦିଶେ ହାସ୍ୟ ମୁଖ ଦେଖନ୍ତେ ହରେ ପ୍ରାଣୀ ଦୁଃଖ। କର୍ଣ୍ଣେ କୁଣ୍ଡଲ ବେନି ଶୋହେ ବଦନ ଚନ୍ଦ୍ର ସରି ନୁହେଁ। ଶଶୀ ଅରୁଣ ଓଷ୍ଠ ବେନି ବିରାଜେ ଦନ୍ତ ପନ୍ତି ଘେନି। କଦମ୍ବ ପୁଷ୍ପ ତେଜ ପ୍ରାୟେ ପୀତ ବସନେ କୋଟି ଶୋହେ। ରତ୍ନ ମେଖଳା ତେଜ ଦମ୍ଭେ ସୁନ୍ଦର ପ୍ରକାଶେ ନିତମ୍ବେ। ଅମୂଲ୍ୟ ଧଣ୍ଡା ହାର ମାଲ ଲୋମେ ଶ୍ରୀ ବତ୍ସ ବକ୍ଷସ୍ଥଳ। ସୁନ୍ଦର ଅଲକା କପାଲେ ହାର କେୟୁର ରତ୍ନମାଲେ। ଭୁଜ ସହଜେ ଜାନୁ ଯାଏ ଲମ୍ବେ ଶ୍ରୀ ବଟ ରୁହ ପ୍ରାୟେ। ୟ ଆଲୋଚନେ ଦେଖିବ ଅଦୃଶ୍ୟ ମୂଳ ତା ସ୍ୱଭାବ। ସର୍ବ ଭୁବନ ତାର ଦେହେ ବିରାଜେ ପୁଷ୍ପକଣା ପ୍ରାୟେ। ମନ୍ଦର ଗିରି ଜହ୍ନ ଜଳେ କ୍ଷୀରୋଦ ମନ୍ଥନର କାଳେ। ସହସ୍ର ଶୃଙ୍ଗ ତାର ସାଜେ ସୁରତ୍ନ କିରୀଟ ବିରାଜେ। ପବନ ଗଗନ ସମୂହେ ବିଧାତା ଦେଖି ବସ ଦେହେ। କଣ୍ଠେ କୌସ୍ତୁଭ ମଣି ଶୋହେ ରତ୍ନ ପ୍ରଭାବେ ମନ ମୋହେ। ଦେହେ ଭୂଷିତ ବନମାଳ ଲମ୍ବେ ସୁନ୍ଦର ବକ୍ଷସ୍ଥଳ। ଗନ୍ଧେ ଆବୃତ ଭୃଙ୍ଗପତି ଗନ୍ଧେ ଆବୃତ ଭୃଙ୍ଗପନ୍ତି ସୂର୍ଯ୍ୟ ଶଶାଙ୍ଗ ଅଗ୍ନି ଜ୍ୟୋତି। ଦେବାଙ୍କୁ ନାହିଁଟି ଉପମା କହିନୁ ହୋଇ ଗୁଣ ସୀମା। ସେ ବୃକ୍ଷ ଦେଖି ଜଳ ମଧ୍ୟେ ଅଦ୍ଭୁତ ଶରୀର ବିରାଜେ। ଲୋକ ବିସ୍ମିତ ଦେହ ଦେଖି ବିଧାତା ଆସନ ଉପେକ୍ଷି। କର ଯୁଗଳ ଦେଇ ମୁଣ୍ଡେ ସ୍ତୁତି କରଇ ତାଙ୍କୁ ତୁଣ୍ଡେ। ସେ ହରି ଚରଣେ ବିଶ୍ୱାସେ ବଣିଲେ ଜଗନ୍ନାଥ ଦାସେ। ଇତି ଶ୍ରୀମଦ୍ଭାଗବତେ
महापुराणे पारमहंस्यां संहितायां वैयासिक्यां तृतीयस्कन्धे विष्णुनाभिपद्मब्रह्मजन्मे नाम अष्टमोऽध्यायः।